ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ନବୀନ ପଟ୍ଟନାୟକ ସମ୍ପର୍କରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଗୋଟେ ପୁସ୍ତକ ବାହାର କରିଥିଲେ, ଏବେ ଦ୍ୱିତୀୟ ସଂସ୍କରଣ ଆସିଛି। ତାପରେ ବି କ'ଣ ଭାବୁଛନ୍ତି ଯେ ନବୀନ ପଟ୍ଟନାୟକ ଆଜି ମ୍ୟାନ୍ ଅଫ୍ ମିଷ୍ଟ୍ରି? খুব কম লোক সাংরে তার পরিচিতি ওড়িশারে। হ্যাঁ, 24 বর্ষ সে মুখ্যমন্ত্রী রহুলে, কিন্তু তার ইন্টিমেট যে রিলেশনশিপ সেটা বহুত বহুত অল্প লোক। সে সତରେ ଓଡ଼ିଶାକୁ ବେଶୀ ଭଲ ପାଉଥିଲେ ନା ଓଡ଼ିଶା ଲୋକେ ତାଙ୍କୁ ବେଶୀ ଭଲ ପାଉଥିଲେ? না, ওড়িশা লোকମାନେ ତାକୁ ଭଲ ପାଉଥିଲେ। ଏବଂ ଯେହେତୁ ନବୀନବାବୁକୁ ମୁଁ ସେଇ ବେନିଫିଟ୍ ଡାଉଟ୍ଟା ଦେବି ଯେ ଏତେ ବର୍ଷ ସେ ଓଡ଼ିଶାର ନେତୃତ୍ୱ, ତାହେଲେ ସେ ବି ମୁଁ ଭାବୁଛି ସେ ଓଡ଼ିଶାକୁ ସେମିତି ଭଲ ପାଉଥିବେ। ତାହେଲେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ହେଇପାରିଲେ ନାହିଁ? ଠୋସ୍ କାରଣ କ'ଣ? 24 ବର୍ଷର ଆଣ୍ଟି ଇନକମ୍ବେନ୍ସି। ଆଉ ଗୋଟେ କାରଣ ହେଉଛି ବିଜେପି ଗୋଟେ ଷ୍ଟ୍ରଙ୍ଗ ପ୍ରତିପକ୍ଷ ଏବଂ ସେମାନେ କହିଲେ ବିଜେପି ସେଣ୍ଟରରେ ପାୱାରରେ ଅଛି, ଏତେ ରିସୋର୍ସେସ୍ ଇଏ ସବୁ ଥିଲା। ପ୍ଲସ୍ ଆଉ ଗୋଟେ ବଡ଼ କଣ୍ଟ୍ରିବ୍ୟୁଟିଂ ଫ୍ୟାକ୍ଟର ହେଉଛି କାର୍ତ୍ତିକ ପାଣ୍ଡିଆନ। କାର୍ତ୍ତିକ ପାଣ୍ଡିଆନ, ହଁ, ତ କାହିଁକି ମୁଁ ଏଇଟା ଆଗରୁ ବି କହିଛି ଏବେ ବି କହିବି ଯେ ବୋଧହୁଏ ପାଣ୍ଡିଆନ ବାବୁ ଯଦି ଏତେ ପବ୍ଲିକଲି ଆସିନଥାନ୍ତା, ଅନ୍ ଷ୍ଟେଜ୍ ହେଇନଥାନ୍ତା, ବ୍ୟାକ୍ରୁମ୍ରେ ଥାନ୍ତା, ବୋଧହୁଏ ନବୀନ ବାବୁ ହେଇପାରିଥାନ୍ତା, ବୋଧହୁଏ ହେଇଥାନ୍ତା। କାହିଁ ନବୀନ ବାବୁ ଏବେ ବି ପପୁଲାର ଅଛନ୍ତି, ଏବେ ବି ସେ ପପୁଲାର ଅଛନ୍ତି। ୟେସ୍, ପଏଣ୍ଟ ଟୁ ବି ନୋଟେଡ୍। ୟେସ୍, ହି ଇଜ୍ ଭେରି ପପୁଲାର। ଆଧାର କ'ଣ? ଭାରତବର୍ଷରେ ନବୀନ ପଟ୍ଟନାୟକ ଭଳିଆ ଜଣେ ସକ୍ସେସଫୁଲ୍ ପଲିଟିସିଆନ୍, একটা ଗୋଟେ ପଲିଟିକାଲ ଫେନୋମେନାନ୍ ଇଣ୍ଡିଆରେ ବହୁତ କମ୍ ଅଛି, ନାହିଁ। ଆପଣଙ୍କ ବହିରେ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉଲ୍ଲେଖ କରିଛନ୍ତି, ଏ ଯେଉଁ ବିଜେପି ମେଣ୍ଟକୁ ନେଇକି ଡିସ୍କସନ୍। ପ୍ରଥମେ କିଏ ମେଣ୍ଟ ପାଇଁ ଅଫର କରିଥିଲା ବା ଇଣ୍ଟରେଷ୍ଟେଡ୍ ଥିଲା? ବିଜୁ ଜନତା ଦଳ ତରଫରୁ ପ୍ରଥମ এই অফারটা দিয়াগলা বিজেপিକୁ। ତାହେଲେ ତାକୁ ମନିପୁଲେଟ୍ କିଏ କରୁଥିଲା? ପ୍ରାଇମ୍ ମୁଭର ମୁଁ କହୁଛି ପାଣ୍ଡିଆନ ବାବୁ ଥିଲେ ଓଡ଼ିଶାରେ। ପାଣ୍ଡିଆନ ବାବୁ ଏବଂ ତାରପରେ ବିଜେଡି ପାର୍ଟିଟା ତ ତାର ପକେଟରେ ଥିଲା, ପାଣ୍ଡିଆନ ବାବୁ ପକେଟରେ ପୁରା ବିଜେଡି ଚଲାଉଥିଲେ ସେ। ଆଉ ଦିଲ୍ଲୀରେ ଗୋଟେ ଲବି, ସେ ବି ସେଇ ଲବି ବି ଏଇଟା ଚାହୁଁଥିଲେ ଯେ ମେଣ୍ଟ ହଉ, କାହିଁକି ତାହେଲେ ଆରେଞ୍ଜମେଣ୍ଟଟା ଯେମିତି ଠିକ୍ଠାକ୍ ଚାଲୁଥିଲା ଚାଲିବ। ମାର୍ଚ୍ଚ ଏପ୍ରିଲ ମନ୍ଥରେ ବିଜେଡି ଯେମିତି ଇଣ୍ଟରନାଲ ସର୍ଭେ କରୁଥିଲେ ପାର୍ଟି ତରଫରୁ, ସେମିତି ଓଡ଼ିଶାରେ ସର୍ଭେ ବିଜେପି ବାଲା ବି କରୁଥିଲେ। ସେଇ ରିପୋର୍ଟ କହୁଥିଲା ଯେ ବିଜେପିର ସ୍ଥିତି ଭଲ ଅଛି ଏବଂ ଭଲ ରେଜଲ୍ଟ ହେବ। ସେଇ ରିପୋର୍ଟ ଇନିସିଆଲ ପାର୍ଟି ସର୍ଭେ କହୁନଥିଲା ଯେ ବିଜେପି କ୍ଷମତାକୁ ପଳାଇ ଆସିବେ, କିନ୍ତୁ ସେଟା କହୁଥିଲା, ଇଣ୍ଡିକେସନ୍ ଦେଉଥିଲା ଯେ ଭଲ ରେଜଲ୍ଟ ହେବ। ଏମାନେ ଯାଇକିରି, କାରଣ ଏମାନେ ଆମର ଯେଉଁ ଷ୍ଟେଟ୍ ଯେ ଲିଡରସିପ୍ ଅଛି ବିଜେପି, ମନମୋହନ ସାମଲ ଆଉ ଅନ୍ୟମାନେ, ଆପଣ କିନ୍ତୁ ପ୍ରୋନାଉନରେ କହୁଛନ୍ତି, ଆପଣ ନାଉନ୍ ମେନସନ୍ କଲେ ବେଟର ହେବ। ଇଭେନ୍ ଧର୍ମେନ୍ଦ୍ର ପ୍ରଧାନ ଅପରାଜିତ ଷଡ଼ଙ୍ଗୀ ସେମାନେ ଚାହୁଁନଥିଲେ ଯେ ପାଣ୍ଡିଆନ ଦ୍ୱାରା ସେମାନେ ପରିଚାଳିତ ହେବେ, କାହିଁକି ମେଣ୍ଟ ଯଦି ହେଇଥାନ୍ତା ପାଣ୍ଡିଆନର ଦବଦବା ଚାଲିଥାନ୍ତା ଓଡ଼ିଶାରେ, ଏଇଟା ଏମାନେ ଚାହୁଁନଥିଲେ। ସବୁବେଳେ ବିଜେପି ସହିତ ସମ୍ପର୍କରେ ଥିବା ପାଣ୍ଡିଆନ ବିଜେପିର ଚାଲକୁ ବୁଝିପାରିଲେନି କେମିତି? ଫାଇନାଲି ସେଟା ତାର ବ୍ୟାକଫାୟାର କଲା। ତ ପାଣ୍ଡିଆନ ବାବୁ ଭାବୁଥିଲେ ଯେ ପାଣ୍ଡିଆନ ଏଇଟା ଆମକୁ ସ୍ୱୀକାର କରିବା ପଡ଼ିବ, ସେ ଜଣେ ଇଣ୍ଟେଲିଜେଣ୍ଟ ଲୋକ, କିନ୍ତୁ ପଲିଟିକାଲ ତାର ମ୍ୟାଚୁରିଟି ନଥାଇପାରେ। ହି କୁଡ୍ ବି ଆ ଗ୍ରେଟ୍ ବ୍ୟୁରୋକ୍ରାଟ୍। ତାର ଅର୍ଥ କ'ଣ? ସେ ହି ୱିଲ୍ ବି ଆ ଗ୍ରେଟ୍ ପଲିଟିସିଆନ୍ ଅଲସୋ। ସେଇ ଯେଉଁ ତାର ପଲିଟିକାଲ ଇମ୍ୟାଚୁରିଟିଟା ଜଣାପଡ଼ିଗଲା। ବିଜେଡ଼ିର କିଛି ନେତା ସେତେବେଳେ ପାଣ୍ଡିଆନଙ୍କ ଚାଲକୁ ବା ଯେଉଁ ହିସାବରେ ନିର୍ବାଚନ ପରିଚାଳନା କରୁଥିଲେ ତାଙ୍କୁ କହୁଥିଲେ ଯେ ବୁଦ୍ଧିମାନ ବୋକା। ଗଲା 2-3 ବର୍ଷ ଧରିକିରି ସେମାନେ ବିଜେଡି ସିନିୟର ନେତାମାନେ, ଲାଇକ୍ ମୁଁ ଯଦି କହିଦେବି ସେମାନଙ୍କର ନା, ଏଇଟା ସେମାନେ ଫସିଯିବେ। 3-4 ବର୍ଷ ଧରିକିରି ସେମାନେ ତାର ବିହାଇଣ୍ଡ ଦ ବ୍ୟାକ୍ ପାଣ୍ଡିଆନର ପଛରେ କହୁଥିଲେ ଯେ ଏ ହେଉଛି ଇଣ୍ଟେଲିଜେଣ୍ଟ ଫୁଲ୍। 2024 ନିର୍ବାଚନକୁ ଯଦି ଆପଣ ଦେଖିବେ, ତାହେଲେ ଇଏ ପାଣ୍ଡିଆନଙ୍କ ବିରୋଧରେ ଜନମତ ଥିଲା ନା ନବୀନଙ୍କ ବିପକ୍ଷରେ ଜନମତ ଥିଲା? There were several contributing factors. ମାନେ ମୁଁ କହିବିନି ଯେ ଏଇ ଯେଉଁ ରେଜଲ୍ଟଟା ହେଲା ସେଟା ଖାଲି ଗୋଟେ କାରଣ। ପାଣ୍ଡିଆନ ଗୋଟେ ମେଜର ଫ୍ୟାକ୍ଟର କି? ପାଣ୍ଡିଆନ ୱାଜ୍ ଏ ମେଜର ଫ୍ୟାକ୍ଟର। ପବ୍ଲିକର ଅପଟିକ୍ସ ଏବଂ ଯେ ପାରସେପସନଟା ଏଗେନଷ୍ଟରେ ଗଲା ସେଟା ବହୁତ କଣ୍ଟ୍ରିବ୍ୟୁଟ୍। ତାର ଭିତରେ ମୋଦିର ପପୁଲାରିଟି, ମାନେ ଓଡ଼ିଶାରେ ଗୋଟେ ମୋଦିର ପପୁଲାରିଟି, ତାରପରେ ଆଣ୍ଟି ଇନକମ୍ବେନ୍ସି, ପାଣି ନାହିଁ, ସ୍କୁଲରେ ଟିଚର ନାହିଁ, ଏସବୁ ବି କଣ୍ଟ୍ରିବ୍ୟୁଟ୍ କରିଛି। ସବୁ ମିଶିକିରି ହେଇଛି, କିନ୍ତୁ ତାର ଭିତରେ ଅନ୍ୟତମ କାରଣ, ବିପର୍ଯ୍ୟୟର କାରଣ ହେଉଛି ପାଣ୍ଡିଆନ ବାବୁର ସେ ଯେ ନେଇକିରି ଯେ ଲୋକର ଯେ ଏଇଟା କ'ଣ ହେଉଛି।
ମୋର ଧାରଣା ଯେ ଏଥର ବିଜେପି ଓଡ଼ିଆ ଅସ୍ମିତା ଇସ୍ୟୁଟାକୁ ସକ୍ସେସଫୁଲି ମାର୍କେଟ କରିପାରିଛନ୍ତି। ଭେରି ଏପିଟମ୍ ଥିଲେ ଅପର ସାଇଡ୍ରେ ପାଣ୍ଡିଆନ୍। କିନ୍ତୁ ଏବେ ଯଦି ପାଣ୍ଡିଆନ୍ ଷ୍ଟେଜରେ ନା ଥାନ୍ତା ଏଇଟା ହେଇପାରିନଥାନ୍ତା। ଏଇଟା ହେଉଛି ପାଣ୍ଡିଆନର ଫୁଲିଶନେସ୍, ଇମ୍ୟାଚ୍ୟୁରିଟି।